ବନ୍ଦେ ଉତ୍କଳ ଜନନୀ। ପ୍ରଥମ ପାଠର 1 ମାର୍କ ପ୍ରଶ୍ନ ଉତ୍ତର। ବନ୍ଦେ ଉତ୍କଳ ଜନନୀ କବିତାରେ କବି କାହାର ବାରମ୍ବାର ବନ୍ଦନା କରିଛନ୍ତି? ମହାଲକ୍ଷ୍ମୀଙ୍କର, ଦୁର୍ଗାଙ୍କର, ସରସ୍ୱତୀଙ୍କର, ଉତ୍କଳ ଜନନୀଙ୍କର। ଅପସନ ହେଉଛି ଡି ଉତ୍କଳ ଜନନୀଙ୍କର। ଉତ୍କଳ ଜନନୀଙ୍କ ଶରୀର କାହା ଦ୍ୱାରା ଧୌତ ହେଉଛି? ଶୁଭ୍ରତଟିନୀ, ପୁଣ୍ୟତୀର୍ଥ, ସମୁଦ୍ର କି ଝରଣା? ଠିକ୍ ଅପସନ ହେଉଛି ସି ସମୁଦ୍ର। କବି ଉତ୍କଳ ଜନନୀଙ୍କୁ ଚାରୁଭାଷମୟୀ କହି କାହାର ମହତ୍ତ୍ୱ ପ୍ରତିପାଦନ କରିଛନ୍ତି? ଉତ୍କଳୀୟ ଶିଳ୍ପକଳାର, ଉତ୍କଳୀୟ ପ୍ରକୃତିର, ଉତ୍କଳର ପୂର୍ବ ଗୌରବ, ଓଡ଼ିଶା ଭାଷାର। ଠିକ୍ ଅପସନ ହେଉଛି ଓଡ଼ିଶା ଭାଷାର। ତରଙ୍ଗ ପରି କିଏ ଶୋଭା ଧାରଣ କରିଥିବା କବିତାରେ କୁହାଯାଇଛି? ନୀଳ ପର୍ବତମାଲା, ନୀଳ ସମୁଦ୍ର, ଶୁଭ୍ରତଟିନୀ, ବନଭୂମି। ଠିକ୍ ଅପସନ ହେଉଛି ନୀଳ ପର୍ବତମାଲା। ଉତ୍କଳର ବନଭୂମି କିପରି ବୋଲି ପଠିତ କବିତାରେ କୁହାଯାଇଛି? ତାଲ ତ ମାଲ ବୃକ୍ଷପୂର୍ଣ୍ଣ, ଘଞ୍ଚ ବନ୍ୟଜନ୍ତୁ ପୂର୍ଣ୍ଣ, ଯୋଗୀ ଋଷିଙ୍କର ବାସସ୍ଥଳୀ। ଠିକ୍ ଅପସନ ହେଉଛି ଘଞ୍ଚ। ଯୋଗୀ ଋଷି ଗଣ ଡେକ୍ସ ପବିତ୍ରା, ଉଟଜ ଭୂତର ସୁବର ତୀର୍ଥଚୟ। ଠିକ୍ ଅପସନ ହେଉଛି ଉଟଜ। ଅରିକୁଲ ଶୋଣିତ ଡେକ୍ସ ଦୋହା, ଚର୍ଚ୍ଚିତ ଦର୍ପିତ ଶୋଭିତ କୃତବୋର। ଠିକ୍ ଅପସନ ହେଉଛି ଚର୍ଚ୍ଚିତ। ପୂତ ଡେକ୍ସ ବିଦ୍ୟୁତ ଶରୀର, ଜଲଧି, ବାରିଧି, ପୟୋଧି, ଉଦଧି। ଠିକ୍ ଅପସନ ହେଉଛି ସି ପୟୋଧି। ଉତ୍କଳର ତଟ ପ୍ରଦେଶ କେଉଁ ବୃକ୍ଷ ରାଜିରେ ସୁଶୋଭିତ? ଆମ୍ବ ଓ ନଡ଼ିଆ, ନାରିକୋଲ ଓ ଗୁବାକ, ତାଲ ଓ ତମାଲ, ପଣସ ଓ ବର। ଠିକ୍ ଅପସନ ହେଉଛି ସି ତାଲ ଓ ତମାଲ। ସମୁଦ୍ରର ପବିତ୍ର ଜଳଧାରା ଉତ୍କଳ ଜନନୀଙ୍କ କେଉଁଟିକୁ ଧୋଇ ଦିଏ? ଶରୀର, ପାଦ, ମଥା, ହସ୍ତ। ଠିକ୍ ହେଉଛି ଶରୀର। ଉତ୍କଳର କେଉଁ ଜଳ ଧାରଣ କରିଥିବା? ନଦୀ ତଟରେ ଶୀତଳ ପବନ ପ୍ରବାହିତ ହୁଏ। ଆବିଳ, ସ୍ୱଚ୍ଛ, ନୀଳ, ଫେନିଳ। ଠିକ୍ ଅପସନ ହେଉଛି ବି ସ୍ୱଚ୍ଛ। ଉତ୍କଳ ଜନନୀଙ୍କ ଶରୀର କେଉଁଥିରେ ପରିଶୋଭିତ? ତାଲତମାଲ, ଘଞ୍ଚ ବନଭୂମି, ନଦୀ ନାଲ, ବନ ପର୍ବତ। ଠିକ୍ ଅପସନ ହେଉଛି ବି ଘଞ୍ଚ ବନଭୂମି। ନୀଳ ଡେକ୍ସ ତରଙ୍ଗ ଆକାରରେ ପ୍ରକାଶ ପାଇଥାଏ। ପର୍ବତମାଲା, ସମୁଦ୍ର, ନଦୀ, ଆକାଶ। ଠିକ୍ ଅପସନ ହେଉଛି ଏ ପର୍ବତମାଲା। ଉତ୍କଳ ଜନନୀଙ୍କ ସୁନ୍ଦର ଆକାଶ କାହାର କଲ କଲ ରାବରେ ମୁଖରିତ ହୋଇଥାଏ? ପଶୁମାନଙ୍କ, ଜୀବଜନ୍ତୁମାନଙ୍କ, ପକ୍ଷୀମାନଙ୍କ, ଝରଣାମାନଙ୍କ। ଠିକ୍ ଅପସନ ହେଉଛି ସି ପକ୍ଷୀମାନଙ୍କ।
15 ନମ୍ବର କେଉଁଥିରେ ଉତ୍କଳର ଶସ୍ୟକ୍ଷେତ୍ର ପରିପୂର୍ଣ୍ଣ? ଗହମରେ, ଫଳରେ, ଫୁଲରେ, ଧାନରେ। ଠିକ ଉତ୍ତର ହେଉଛି ଧାନରେ। ଉତ୍କଳର ଚକ୍ଷୁ ନିମ୍ନୋକ୍ତ କେଉଁ ପ୍ରଦର୍ଶନରେ ଉଦ୍ଭାସିତ? ଜ୍ଞାନ ବିଜ୍ଞାନ, ସୁଖ ଶାନ୍ତି, ଧନ ସମ୍ପଦ, ପ୍ରେମ ଆନନ୍ଦ। ଠିକ ଉତ୍ତର ଜ୍ଞାନ ବିଜ୍ଞାନ। ବହୁ ଯୋଗୀ ଋଷିଙ୍କ ଡେକ୍ସ ଦ୍ୱାରା ଉତ୍କଳ ଜନନୀ ପବିତ୍ର? ଜ୍ଞାନ, ତପସ୍ୟା, କୁଟୀର, ଓମକାର ଧ୍ୱନି। କୁଟୀର ଦ୍ୱାରା। କାହା ଦ୍ୱାରା ଉତ୍କଳର ମନ୍ଦିର ସୁଶୋଭିତ? କାରୁକଲା, ଚାରୁକଲା, ଶିଳ୍ପକଲା, ପ୍ରସ୍ତର କଲା। ଠିକ ଉତ୍ତର ହେଉଛି ବି ଚାରୁକଲା। ଉତ୍କଳ ପ୍ରଦେଶ ଅନେକ ଡେକ୍ସରେ ପରିପୂର୍ଣ୍ଣ। ନଦୀ, ମନ୍ଦିର, ସମୁଦ୍ର, ପୁଣ୍ୟତୀର୍ଥ। ଠିକ ଉତ୍ତର ହେଉଛି ଡି ପୁଣ୍ୟ ତୀର୍ଥରେ। ବୀର ଯୋଦ୍ଧାଙ୍କର ଉତ୍କଳ ଭୂମି କେଉଁ ଭୂମି ସଦୃଶ୍ୟ? ତୀର୍ଥଭୂମି, ପୁଣ୍ୟଭୂମି, ରଣଭୂମି, ବାସଭୂମି। ଠିକ ଉତ୍ତର ହେଉଛି ଡି ବାସଭୂମି। କେଉଁମାନଙ୍କ ଶୋଣିତରେ ଉତ୍କଳ ଜନନୀଙ୍କ ଦେହ ଅଞ୍ଜୁରିତ ହୋଇଛି? ବୀରମାନଙ୍କ, ଶତ୍ରୁମାନଙ୍କ, ମିତ୍ରମାନଙ୍କ, ପଡ଼ୋଶୀମାନଙ୍କ। ଠିକ ଉତ୍ତର ହେଉଛି ବି ଶତ୍ରୁମାନଙ୍କ। ନୀଳଭୂଧରମାଲା ଉତ୍କଳ ଜନନୀର ପକ୍ଷରେ କିପରି ଶୋଭା ପାଆନ୍ତି? ଆକାଶ ସଦୃଶ୍ୟ, ତରଙ୍ଗ ସଦୃଶ୍ୟ, ସମୁଦ୍ର ସଦୃଶ୍ୟ, ତମାଲ ବୃକ୍ଷ ସଦୃଶ୍ୟ। ଠିକ ଉତ୍ତର ହେଉଛି ସି ତରଙ୍ଗ ସଦୃଶ୍ୟ। କାହାର ପ୍ରଶଂସନୀୟ କୀର୍ତ୍ତି ସାରା ବିଶ୍ୱରେ ପ୍ରଚାରିତ? କବି ସୁପୁତ୍ର, ନରନାରୀ, ରାଜା ମହାରାଜା, ରାଜା ଜମିଦାର। ଠିକ ଉତ୍ତର ହେଉଛି ଏ କବି ସୁପୁତ୍ର। କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୈତୃକ ଗ୍ରାମ କେଉଁଠାରେ ଅବସ୍ଥିତ? ପୁରୀ ଜିଲ୍ଲାରେ, କଟକ ଜିଲ୍ଲାର, ଭଦ୍ରକ ଜିଲ୍ଲାର ତାଳତପଦା ଗ୍ରାମରେ। ଠିକ ଉତ୍ତର ହେଉଛି ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ। ଲକ୍ଷ୍ମୀକାନ୍ତ ମହାପାତ୍ର ବାଲ୍ୟାବସ୍ଥାରୁ କେଉଁ ବିଷୟ ପ୍ରତି ବିଶେଷ ଆକୃଷ୍ଟ ଥିଲେ? ସଙ୍ଗୀତ ଓ ନାଟକ, କଲା ଓ ସଙ୍ଗୀତ, ସାହିତ୍ୟ ଓ ସଙ୍ଗୀତ, ବିଜ୍ଞାନ ଓ ଗଣିତ। ଠିକ ଉତ୍ତର ହେଉଛି ବି କଲା ଓ ସଙ୍ଗୀତ। ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ବିଷୟରେ ଅନେକ ଉଚ୍ଚାଙ୍ଗ କବିତା ରଚନା କରିଛନ୍ତି? ଭକ୍ତି ଓ ବାତ୍ସଲ୍ୟର, ସାମାଜିକ ଓ କାଳ୍ପନିକ, ଆଧ୍ୟାତ୍ମିକ ଓ ଦେଶାତ୍ମକ, ଚେତନାଧର୍ମୀ ଓ ବିପ୍ଳବାତ୍ମକ। ଠିକ ଉତ୍ତର ହେଉଛି ସି ଆଧ୍ୟାତ୍ମିକ ଓ ଦେଶାତ୍ମକ ବୋଧ। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲେଖନୀ ମିଶ୍ରିତ କେଉଁ ଗଳ୍ପ ପାଠରୁ ଆନନ୍ଦ ଯୋଗାଇ ଆସୁଛି? କଣା ମାମୁଁ, ବୁଢ଼ା ଶଙ୍ଖାରୀ, ଅସହଯୋଗୀର ଆତ୍ମକଥା,
ଜୀବନ ସଙ୍ଗୀତ। ଠିକ ଉତ୍ତର ହେଉଛି ବି ବୁଢ଼ା ଶଙ୍ଖାରି। କେଉଁ ମସିହାରେ କବି ମହାପାତ୍ର ଡଗର ପତ୍ରିକାରେ ପ୍ରକାଶ ଆରମ୍ଭ କରିବା ସହ ସମ୍ପାଦନ କରିଥିଲେ? ଅପସନ ବି 1937। ଉତ୍କଳ କହିଲେ କେଉଁ ପ୍ରଦେଶକୁ ବୁଝାଏ? ଓଡ଼ିଶା। କାନ୍ତ କବି କାହାର ପଦ ବନ୍ଦନା କରିଛନ୍ତି? ଉତ୍କଳ ମାତାଙ୍କ, ଭାରତ ମାତାଙ୍କ, ନିଜ ମାତାଙ୍କ, ଜଗତ ଜନନୀଙ୍କ। ଠିକ ଉତ୍ତର ହେଉଛି ଏ ଉତ୍କଳ ମାତାଙ୍କ। କବି ଉତ୍କଳ ଜନନୀଙ୍କୁ କିପରି ସମ୍ବୋଧନ କରିଛନ୍ତି? ଚାରୁ ହାସ୍ୟମୟୀ ଓ ଚାରୁ ଭାଷମୟୀ। କେଉଁମାନଙ୍କ ଦ୍ୱାରା ଉତ୍କଳ ଜନନୀ ବନ୍ଦନୀୟା? ମହାନ କବି, ଯୋଗୀ ଋଷି, ବୀର ଯୋଦ୍ଧା, ପର୍ବତମାଲା। ଠିକ ଉତ୍ତର ହେଉଛି ଏ ମହାନ କବି। ତାଲତମାଲା ବୃକ୍ଷ ଉତ୍କଳ ଭୂମିର କେଉଁଠାରେ ଶୋଭା ପାଇଥିବା କଥା କବି ବର୍ଣ୍ଣନା କରିଛନ୍ତି? ନଦୀ ତଟରେ, ବନଭୂମିରେ, ପୋଖରୀ କୂଳରେ, ସମୁଦ୍ର ତଟରେ। ଠିକ ଉତ୍ତର ହେଉଛି ଡି ସମୁଦ୍ର ତଟରେ। ଅରିକୁଲ ଟେକ୍ସ ଚର୍ଚ୍ଚିତ ଦେହା ପଦ୍ୟାନୁସାରେ ପଂକ୍ତିକେ ପୂରଣ କର। ଶୋଣିତ ପୁଣ୍ୟ ନଦୀ ଜନନୀ। ଠିକ ଉତ୍ତର ହେଉଛି ଏ ଶୋଣିତ। ବନ୍ଦେ ଉତ୍କଳ ଜନନୀ କବିତାଟି କି ପ୍ରକାର କବିତା ଅଟେ? ଦେଶାତ୍ମକ ବୋଧ କବିତା। ଶିକ୍ଷା କ୍ଷେତ୍ରରେ ଲକ୍ଷ୍ମୀକାନ୍ତ କାହିଁକି ଆଗେଇ ପାରିନଥିଲେ? ଶାରୀରିକ ଅସୁସ୍ଥତା ହେଉଥିବାରୁ। ଅପସନ ହେଲା ବି। ବନ୍ଦେ ଉତ୍କଳ ଜନନୀ ଏହି କବିତାର ପ୍ରାରମ୍ଭରେ କବି କଣ କହିଛନ୍ତି? ଉତ୍କଳ ମାତାର ବନ୍ଦନା। ଶୀତଳ ଶବ୍ଦ ଅର୍ଥ କଣ? ଶୀତଳ, ଜଳକଣା, କୁଲ, ପବନ। ଠିକ ଉତ୍ତର ହେଉଛି ବି ଜଳକଣା। ଉତ୍କଳ ଜନନୀ କଣ ପାଇଁ ଚିର ନମସ୍ୟ? ସୁଷମ ପାଇଁ, ତାର ହସ ପାଇଁ, ତାଲତମାଲା ବୃକ୍ଷ ପାଇଁ, ଶରଣ ଧାତ୍ରୀ ପାଇଁ। ଠିକ ଉତ୍ତର ହେଉଛି ଡି ଶରଣ ଧାତ୍ରୀ ପାଇଁ। ବନ୍ଦେ ଉତ୍କଳ ଜନନୀ କବିତାର କବି କିଏ? ଲକ୍ଷ୍ମୀକାନ୍ତ ମହାପାତ୍ର।